ତରକାରୀ ରାନ୍ଧିବ ଯତ୍ନ କରି ଖାଇବ ରାତ୍ର ରଥରେ ଝାଡ଼ ଫେରିବ ଦୁଆର ବନ୍ଧରେ ନରମାଳି ପୋଥିବ ପେପର ମିଣ୍ଡ କଲ୍ୟାଣ କଳ୍ପତୁମ ଚିଦାନନ୍ଦ ଚିନ୍ମୟ ଚିର ସୁନ୍ଦର ଶ୍ରୀମାନ ଶ୍ରୀ 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 ସତ୍ୟ ନାରାୟଣ ଦେବଙ୍କ ଭକ୍ତି ପ୍ରୀତି ଅର୍ଥେ ସର୍ବେ ବୋଲନ୍ତୁ ଆନନ୍ଦ ଏକବାର ହରେ ହରେ बाबा कुलमणि प्रीति अर्थे माँ बुढ़ी जागुड़ी प्रीति अर्थे जगन्नाथ बलभद्र सुभद्रा सुदर्शन चतुर्धामूर्ति प्रीति अर्थे गुरुजांग स्थित ग्राम देवती प्रीति अर्थे सर्वे बोलंतु आनंद एक बार हरे हरे संस्कृति संपन्न पालानुष्ठान समस्त सक्रिय कर्मी मानकर सभापति संपादक संयोजक आयोजक मो माँ भौणी मानकर कुनाकुनी पिला मानकर नारायण सर्वस्मिनिकाल सर्वविध कल्याण साधन करंतु अनुष्ठान दीर्घजीवी हो सर्वे बोलंतु आनंद एक बार हरे हरे सर्वसिद्धि प्रदभव जंग ब्रह्मा वरुणेन्द्र रुद्रमरुत स्तुन्वन्ति देवैस्तवीर्वेदै संगपद प्रभुपनिषद्रे गायन्ति जंग समगाः ध्यानावस्थित ततकते न मनसा पश्यन्ति जंग योगिनं यस्यां जंग न विदुः सुरासुरगणा देवाय तस्मै नमः कपाली कोण माता तो शारदा देवी पिता तो परमेश्वर साक्षात कमला देवी माँ भाग्य देवी नमस्ते जगत सुमसंकाश काश्यप महादुति धनकरी सर्व पाप घ्नपण कुसुमी दिवाकर आकृष्णेन रजसा वर्तमान निवेशयं ममृतमत्यं हिरणेन सविता रथे नाय एव जाति भुवनानि पश्यन् जवा कुसुमसंकाश काश्यप महादुति धनकरी सर्व पाप घ्नपण कुसुमी दिवाकर नमो ब्रह्मण्य देवाय गो ब्राह्मण्य हिताय च जगद हिताय कृष्णाय गोविंदाय नमो नमः जगदा नंद नमो नीलाचल निवासाय जगन्नाथाय ते नमः जगन्नाथ
ନମସ୍ତେ ଲମ୍ବା କେତେ? ଲମ୍ବା କେତେ? 5 ଫୁଟ 6 ଇଞ୍ଚି। ଏ କାଲିକା ଟୋକା ମୁଁ ତାଲିକା ମାଗୁଛି। ତାକୁ ମାଗୁଛନ୍ତି? ନାଇଁ ସେ ପିଲା ଲୋକ ତାଙ୍କୁ ମାଗୁନେଇ। କିଏ ପିଲା ଲୋକ? ଏ କାଲିକା ଟୋକା ମୁଁ ତାଲିକା ମାଗୁଛି। ଦେଇପାରିବ କି ଚକ୍ର ପାଣି? ଭାଗବତ ଗୀତା ଚୈତନ୍ୟ ଚିତା। ଭାଗବତ ଗୀତା ଚୈତନ୍ୟ ଚିତା। କେତେ ବୈକୁଣ୍ଠ ନେଲା ପାଣି ଆହେ। କେତେ ବୈକୁଣ୍ଠ ନେଲା ପାଣି ଆହେ। କାମରେ ଯେଉଁ ବ୍ରହ୍ମ ଜ୍ଞାନ ସେଦିନ ଏ କାମରେ ଯେଉଁ ବ୍ରହ୍ମ ଜ୍ଞାନ ମୃତ ସୁଖେ ଦେଇ ପିଲା ଜୀବଦାନ। ମଲା ପରୀକ୍ଷିତ ହେଲା ବିପରୀତ। ଜାଣିପାରୁନାହିଁ ଚକ୍ର ପାଣି ଆହେ। କେତେ ବୈକୁଣ୍ଠ ନେଲା ପାଣି ଆହେ। লেখিলে জগজনী জগদন্ত নিরন্তর জগদাদি জগদীশ জগদ্গর। এই ପିଲାମାନେ ଧୀର ସ୍ଥିର ଭାବରେ ନିଜ ନିଜ ସାର୍ ଠିକ ଅଛି ସାର୍ ମାନ ଦଶଗ୍ରୀବ ରାବଣ ଆଉ ଟିକେ ପରିଚୟ ଖୋଲିଦେଲା। ଆମେ ସମସ୍ତେ ଜାଣିଛେ ପୁରାଣ କହିଛି ସୀତାଙ୍କୁ ରାବଣ ଚୋରି କରି ନେଇଛି। କିନ୍ତୁ ଏ କଥା ଦେଖନ୍ତୁ ରାବଣ ପୁଣି ଖୋଲିଲା ପରିଚୟ। କହିଲା ବିଭୂତି କିସ କହିବି ମୋର ଦେଶ। ଇଏ ବିଶ୍ୱଭୁଜ ବସ ବଦନ ବିଶେଷ। ପଦ୍ମିନୀ ନାୟିକା ପଦ୍ମିନୀ ନାୟିକା। କଣ ଖରାପ ବ୍ରେକ୍ ହଉଛି? ତୁମ ବ୍ରେକ୍ ତ ଅଲଗା ପ୍ରକାର, ଇଏ ଅଲଗା ପ୍ରକାର। ମୁଁ ତ ତୁମଠୁ କେମିତି ଶିଖିଲି? ତୁମର 3-4 ଥର କଣ ରହୁଛି? କଡା ବ୍ରେକ୍ ମାରିଦବ ଟେଁକି ନେଇକି ରହିବ, 10 ଥର କଣ ମାରିବ? ହଜୁରେ ଦଶଗ୍ରୀବ ରାବଣ କହିଲା ବିଭୂତି କିସ କହିବି। କୁଟୀର ଭିତରେ ସୀତା, କୁଟୀର ବାହାରେ ରାବଣ। ମୋ ଖ୍ୟାତି କଣ କହିବି? କନକ ମୂର୍ତ୍ତିକା ସୁବର୍ଣ୍ଣ। ଆଚ୍ଛା ମଉସା ସୁନାର ମାଟିରେ କଣ ଫସଲ ହବ? ଆଜ୍ଞା ଏ କେମିତି ଭଞ୍ଜ ଲେଖିଲେ କନକ ମୂର୍ତ୍ତିକା। ଏଡେ ମୁଣ୍ଡେ ସୁନା ଆଣିବା, ତା ଦେହରେ ଗୋଟେ ଧାନ ଥୋଇବା, କେତେ ଦିନ ପାଣି ଢାଳିଲେ ପାଗ ହବ, ଗଛ ହବ? ହବ ନାଇଁ। ଭଞ୍ଜ କେମିତି ଲେଖିଲେ ବିଭୂତି କିସ କହିବି ମୋର ଦେଶ କନକ ମୂର୍ତ୍ତିକା। ସୁନାର ମାଟିରେ କଣ ଗଛ ହବ? କେମିତି ହେଲା? ସ୍ୱର୍ଣ୍ଣଲଙ୍କା ମାନେ କଣ ମୁଁ କିଛି ବୁଝିପାରୁନି। ଆପଣଙ୍କୁ ପଚାରୁନି, ଆପଣଙ୍କୁ ପଚାରିବାର ଯୋଗ୍ୟତା ଆମର ହେଲାନି। ସୁବର୍ଣ୍ଣ ଲଙ୍କା ମାନେ କଣ? ତା ମାଟି ସୁବର୍ଣ୍ଣ ବା କହୁଛି। କନକ ମୂର୍ତ୍ତିକା ସୁନାର ମାଟି ଅଛି ନା ମାଟିରୁ ସୁନା ହବ? ସୁନା ମାଟି କେମିତି କେମିତି ରୂଢି ପ୍ରୟୋଗ କରିଛନ୍ତି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। ଆପଣଙ୍କ ଗାଁରେ ଯଦି ଗୋଟେ ଭଲ ପୁଅ ହେଇଥିବ, ଆଦର୍ଶ ପୁଅ ହେଇଥିବ, ସବୁ ଗୁରୁ ଗୁରୁଜନ ମାନଙ୍କୁ ସମ୍ମାନ ଦଉଥିବ, ଆପଣଙ୍କ ଗାଁର ଲୋକ କିଏ ପଚାରିବେ ତା ବାହାଘର ଲାଗିବ, କହିବେ ସେ ଅମକ ବାବୁଙ୍କ ପୁଅ କେମିତି, ସେ ଅମକ ପାଣି ବାବୁଙ୍କର ପୁଅ ସୁନା ମୁଣ୍ଡା। ଆଚ୍ଛା ପୁଅ ତ ସୁନା, ବାହାଘର ତ ହେଲା, ଆଉ ତାରି ଆଙ୍ଗୁଠି ଖଣ୍ଡେ କାଟିକିରି ବୋହୁର ହାର ହେଇଥାନ୍ତା, 72,000 ଟଙ୍କାରେ କାହିଁକି କିଣା ହଉଛି ସୁନା ଭରି? ରୂଢି ପ୍ରୟୋଗ କରାଯାଇଛି ସୁନା ପୁଅ। ଯୋଉ ବିଲରେ 16 ପଣ ଫସଲ ହେଇଥିବ, ପାଖୁଆ ପାଟିରୁ ପାନ ଘିଲେ ବହି ପଡୁଥିବ,
ଆଜ୍ଞା ପାଖୁଆ ପାଟରୁ ପାନ ଖିଲେ ବହି ପଡୁଥବ ହଁ ବୁଢା ଆସିକି ଠିଆ ହେଇଥବ ଦେଖିବ ପୁବେଇ ପବନରେ ଫସଲ ଗୁଡାକ ସବୁ ଦୋହଲି ଯାଉଛି ହଁ ଯାଇକିରି ବୁଢୀକି ଡାକିବ କହିବ ବୁଢୀଲୋ କଣ କି ବାଡି ପୋଷା ବୁଢା ଦେଖୁନା କହୁଛି କଣ କିରେ ବାଡି ପୋଷା ବୁଢା ତମରି ଘରେ ବୋଧେ ସେମିତି ହୁଏ ବୁଢା ଡାକୁଛି ବୁଢୀଲୋ କଣ ବାଡି ପୋଷା ଶୁଭୁ ନେଇ କଣ କହୁନୁ ପାଇଲୁ ମୋ ତୁ ଆଗରୁ ଏମିତି ନଥିଲୁ ତାଙ୍କରି ଘରକୁ ଯାଇକିରି ଅଡୁଆ ମୋ ବିଲରେ ସୁନା ଫଳିଛି ତୋ ବିଲରେ ତ ସୁନା ଫଳିଛି ମଣ୍ଡିରେ କଣ 2300 ଟଙ୍କାକୁ ଦଉଛି ବାକି ରହୁଛି 4 ମାସରେ ପଇସା ଦଉଛେ ନାଇଁ ଆଜ୍ଞା ଭଲ ପୁଅ ଭଲ ଫସଲ ଉର୍ବର ମାଟି ଆକୁ କୁହାଯାଏ ସୁନା ଆଜ୍ଞା 16 ଫସଲ କହନ୍ତିନି ଆରେ ବାପା ସେ ମାଟି ତ ସୁନା ଆଉ ଯାହା ଫାଳେ ପକେଇଲେ ଗୋଟେ ଉର୍ବର ମାଟି ଲଙ୍କା ମାଟି ଲୁଣା ସମୁଦ୍ରକୁ ଠେଲି ଦେଇଛି ରାବଣ ବିଚାର କରିବାକୁ ପଡିବ କହିଲା ବିଭୂତି କିସ କହିବି ମୋର ଦେଶ ଭୁଜ ଦଶ ବଦନ ବିଶେଷ କହିଲା ମୋର 20ଟା ହାତ 20 ଭୁଜ 10ଟା ମୁଖ ସାର୍ ଯୋଉ ରାବଣ 18ଟା ହାତ 9ଟା ମୁଣ୍ଡକୁ ଗୁପ୍ତ କରିଥିଲା ସେ ଏଠି କଣ କହୁଛି ମୁଁ ହଉଛି ଲଙ୍କାର ରାଜା ମୋର ହଉଛି 20ଟା 10ଟା ପଦ୍ମିନୀ ଜାତୀୟ ନାୟିକା ମୋ ରାଜ୍ୟରେ ଅଛନ୍ତି ବା ମୋ ଦେଶରେ ଅଛନ୍ତି ଆଉ କିଛି ଗୁପ୍ତ ରହିଲା ସେ ଦେଖିଲା ସୀତା ନୀରବ କିଛି କହିଲେନି କହିଲେ ମା କଣ ଜାଣିପାରିଲାନି ନା କଣ ଆଉ ଟିକେ ପରିଚୟ ଦେଇଦେଲା ଧୀରେ ଧୀରେ ପରିଚୟ ଦେଲା ରାବଣ ଆଉ ଗୋଟେ ପରିଚୟ କହିଲା ଇଏ ପୁଅ ଇଏ ବଡ ପଣୁ ଇନ୍ଦ୍ର ସେଇ ଭଞ୍ଜ କେବଳ ଭଞ୍ଜ ଚାଲିଛି ବଡ ପଣୁ ଇନ୍ଦ୍ର ବସେ ଦ୍ୱାର ପାଶେ ପୁରୁଷ ପରିଚୟ କହିଲା ମୋ ବଡପଣ କଣ କହିବି ମୁଁ ବ୍ରହ୍ମାର ଚତୁର୍ଥ ପୁରୁଷ ମୋର ବାପା ହେଲେ ପୌଲସ୍ତ୍ୟ ମୋର ବାପା ହେଲେ ବିଶ୍ରବାଙ୍କ ବାପା ପୌଲସ୍ତ୍ୟଙ୍କ ବାପା ମୁଁ ବ୍ରହ୍ମାଙ୍କର ଚତୁର୍ଥ ପୁରୁଷ ମୁଁ ବ୍ରହ୍ମାର ଚତୁର୍ଥ ପୁରୁଷ ମୁଁ ଚିରାୟୁ ମୁଁ ବର ପାଇଛି 14 ଗଣ୍ଡା ଯୁଗ କେହି ହିସାବ କରନ୍ତି 56 ଗଣ୍ଡା କାରଣ ଆପଣଙ୍କର ଭଞ୍ଜ ଲେଖିଛନ୍ତି ବର୍ତ୍ତିବୁ ଯୁଗ ବରଣୀ ହେବ ସୀତା ହରଣ କାରଣ ଜାଣ ରେ ମଉସା ରାବଣ କହିଲା ମୁଁ ଲଙ୍କାର ଈଶ ମୋର 20ଟା 10ଟା ମୋର ପଦ୍ମିନୀ ଜାତୀୟ ନାୟିକା ଅଛନ୍ତି ଲଙ୍କା ମୋର ସ୍ୱର୍ଣ୍ଣମୟ ଲଙ୍କାପୁର ଆଚ୍ଛା ଏଥିରେ ଆପଣ ଜାଣୁଛନ୍ତି ସେ ରାବଣ ନା ନାଇଁ ସୀତା ଜାଣିପାରିଲେନି ତୁ କୁଶଧ୍ୱଜ ରାଜା ଝିଅ ଥିଲୁ ବେଦମତୀ ସେଦିନ ରାବଣ ତୋ ମୁଣ୍ଡରେ ହାତ ମାରି ଦେଇଥିଲା ତୁ ନିଜେ ନିଜକୁ କଣ କଲୁ ପ୍ରାଣବାୟୁକୁ ଉଡେଇ ଦେଲୁ ଏଠି କଣ ଗୋଟେ କରିକି ଅଭିଶାପ ଦେଲୁ ନାହିଁ ଠକିନି କଣ ବାହାରକୁ ଚାଲି ଆଇଲୁ ନିଜେ ପୁଣି ସେ ପଥକୁ ପରିଷ୍କାର କରି ତୁ ଯେମିତି ଆଇଲୁ ରାବଣ ଜାଣିଲା ମୋର ସୌଭାଗ୍ୟ ମୋ ମା ଆସିଲାଣି ଆଉ ବିଳମ୍ବ କାହିଁ କରିବି ରଥରେ ବସାଇ ମାକୁ ନେଇକି ରଖିଲା ଅଶୋକ କାନରେ ତ୍ରେତୟା ଯୁଗରେ ଆଦର୍ଶ ପୁରୁଷ ହଉଛି ରାବଣ ଦ୍ୱାପର ଯୁଗରେ ଆଦର୍ଶ ପୁରୁଷ ହଉଛି ଦୁର୍ଯ୍ୟୋଧନ ହଁ ତାକୁ ପରବର୍ତ୍ତୀ ସମୟରେ କାଲିକି କହିବା ଦଶଗ୍ରୀବ ରାବଣର ଯଦି ସୀତା ସହିତ ମା ସୀତାଙ୍କ ସହିତ କୌଣସି ଅମାନୁଷିକ କର୍ମ କରିବାର ଉଦ୍ଦେଶ୍ୟ ଥାନ୍ତା ତାର କଣ ଇଏ ପ୍ରଧାନମନ୍ତ୍ରୀ ଆବାସ ଫିମ୍ପି ମାରି ଯାଉଥିଲା ଘର ନାହିଁ ଗୋଟେ ପୁଅ ଗୋଟେ ଝିଅକୁ ଭଲ ପାଇବ ସେ ଲଜରେ ରହିବ କି ତା ବନ୍ଧୁ ଘରେ ରହିବ ନା ବର ଗଛ ମୂଳେ ନେଇ ରଖିବ କଣ କହିଲୁ କାହାକୁ ତୋର କଣ ବେଦିରେ ବସି ବାହାଘର ହେଇନାହିଁ ତୋ ପିଲାମାନେ ତୋର କେଇଟା ପିଲା
ଠିଆ ହ। ତିନିଟା ପୁଅ କେହି ବେଦୀରେ ବସି ନାହାନ୍ତି ଗୋଟିଏ କେହି ନୁହଁ ସେମାନେ ସବୁ ଭଲ ପାଇକି ଆଣିଲେନି ମୂଳଦୁଆ ଦୋଷ ଆଉ। ଆଜ୍ଞା ଆଚ୍ଛା ଝିଅ ଝିଅ ଚିନ୍ତା ସେମାନେ ବାହା ହେଇ ନାହାନ୍ତି ଯୋଡ଼େ ପଳେଇଲେ ଯୋଡ଼େ ପଳେଇଲେଣି ଭଲ ପାଇଛି ଆଉ ସେ କହୁନୁ ପଳେଇଲେଣି କଣ ହଁ ମାନେ କନ୍ୟା ଦାନ କରିନୁ କନ୍ୟା ପିତା ହେଇନୁ ନା। ବର ପିତା ହେଇନାହିଁ। ନିଜେ ବି ବର ହେଇକି ବେଦୀରେ ବସି ନାହିଁ ଆଉ ଗୋଟେ ଝିଅ ଅଛି କନ୍ୟା ଦାନ କରିବୁ ମୋ ଭାଗ୍ୟରେ ନାହିଁ କାହିଁକି ସେ ରଜ ପରେ ଯିବ ରଜ ପରେ ସେ ଯିବ କେମିତି ମୋ ସ୍ତ୍ରୀ କହୁଥିଲା କଣ କହୁଥିଲା କହିଲା କଣ ସିଏ ଭଗିଆ ଗୁଡିଆ ନଥାଏ ଫୋନରେ କଥାବାର୍ତ୍ତା ହଉଛି କଣ ରଜ ପରେ ପଳେଇବ ବୋଲି କହୁଛି ଆଉ ଫୋନ ଗୋଟେ କିଣିକିରି ଦେଇଛି ହଁ କି? ବଡ ଫୋନ ନା ତମର ଆଉ କୌଶଳ କରିଛି ଟଙ୍କା ବା 10,000 କାମ ଶେଷ ଆଜ୍ଞା ଆଚ୍ଛା ଶୁଣିଲୁ ଶୁଣୁନାହାନ୍ତି ସେ ସବୁ କହିବ 2 ମିନିଟ ଗଡି ଯାଉ ବରଂ ଇଏ ମହାପ୍ରଭୁଙ୍କ ପାଖରେ ତା ଦୋଷ ତୁଟି ଯାଉ ତୁଟେଇ ଦିଅ ତୋର 3ଟା ଝିଅ ଭଲ ପାଇକି ପଳେଇବେ ଆଜ୍ଞା ମୋ କାନ୍ଧରେ ହାତ ପକେଇବାର ଯୋଗ୍ୟତା ତୋର ହେଲାଣି ଆପଣ ପକେଇଦେଲେ ମୁଁ ଟିକେ ପକେଇଦେଲି ଆଉ ମୁଁ ଭାବୁଥିଲି ବୋଧେ ତାଙ୍କ ସାଙ୍ଗରେ ମୋର ଯୋଗ୍ୟତା ଟିକେ ମିଶିବ ଦେଖିଲା ବେଳୁ ସିଏ କହିଲେଣି ମୁଁ କଣ ତାଙ୍କଠୁ ଶିଖୁଛି ଏଇଠି ତ ମୋ କମିଗଲା ଏଇ ପୁଅ ଭାଇଆଟେ ନା କଣ ଏମିତି କଣ ହଉଛି ଶୁଣିଲୁ ତୋ ଝିଅ ମାନେ ଯେତେବେଳେ ପଳାନ୍ତି ଆଜ୍ଞା ତତେ ଖୁସି ଲାଗେ ନା ଦୁଃଖ ଲାଗେ ସତ କହିବୁ ଘରେ ଯେତେବେଳେ ସ୍ୱାମୀ ସ୍ତ୍ରୀ ବସିବୁ ତୋ ସ୍ତ୍ରୀର ତୋର ଆଚ୍ଛା ଆଲୋଚନା ପଡିବ ଖଟ ଉପରେ ବସିକିରି ଆଲୋଚନା ହବ ହସା ହସି ହବ କଣ କୁହାକୁହି ହବ ମୋ ସ୍ତ୍ରୀ ହାତ ମାର ତୋ ସ୍ତ୍ରୀ କହ ଜାଣିଲ ପିଲାରା ପଳିସି ଭଲ ଅଛି ତୋ ସ୍ତ୍ରୀ କି ତୁ କହିବୁ ହଁ କିଏ ଏତେ ଯୌତୁକ ଦବ କିଏ ଏତେ ଜଞ୍ଜାଳରେ ପଡିବ ଯାହା ହଉ ପଳେଇଛନ୍ତି ଭଲ ଭଲ ହେଇଛି ହେଇଛି। ଯେମିତି ବାହାରକୁ ବାହାରି ଯାଉ ଦେଖିଦେବି ଲୋକମାନେ ସବୁ ବସିଛନ୍ତି ବସିଛନ୍ତି। କଣ କରାଉ ସାଙ୍ଗେ ସାଙ୍ଗେ କୈଳାସ କରିବି କଳସ କରିବୁ ହଁ। କୌଶଳ କୌଶଳ। କଣ କହିବୁ କହ ଦାଦି ତମର ସବୁ ଗାଁରେ ଥିଲ ତମର ମାନଙ୍କ ଯିବାର ପିଲାକୁ ଦେଇକି ମୁଁ ବାହାରେ ବୁଲୁଛି ଗୋଟା ପରେ ଗୋଟେ ବୋହୁ ଆଣିକି ଆଇଲେ ଗୋଟା ପରେ ଗୋଟେ ଜୁଆଇକି ନେଇକି ଝିଅ ମାନେ ଗଲେ ଏ ଲଜ୍ଜାରେ ମୋ ମୁହଁ ଖାଲି ଉପରକୁ ଟେକି ହେଇଯାଉଛି ଇଏ ହଉଛି କୌଶଳ ଆଜ୍ଞା ତା ମାନେ ପଳେଇବାକୁ ତୁ ଖୋଜୁଥିଲୁ ଆଜ୍ଞା ଇଏ ତୋ ପରିବାର ଆଦର୍ଶ ଭୁଲ ଆଜ୍ଞା ତ ଯାହା କହନ୍ତି ତ ବୁଦା ଭୁଟିକି ନାହିଁ ଆଜ୍ଞା ନମସ୍କାର ବାଉଁଶ ପକେଇଲେ ପଣ୍ଡିତ ସିଏ କଣ ଆଉ କଦଳୀ ଫଳିବ ଫଳିବନି। ଚୁପ ହେଇବ ତମେ କାହା କହୁଛ ମୁଁ ଜାଣିଛି କ୍ୟା କହୁଛୁ ଆର ସାରୁ କହୁଛ ନା ସେ ମୋ ସାନ ଭାଇ ମୁଁ କେବେ ତା କହିବିନି ଆରେ କାହିଁ ଏ କଥା କହିଲୁ ନାଇଁ ନାଇଁ ମୁଁ ତାଙ୍କୁ କହୁନେଇ କହୁନାହିଁ ନା ମୁଁ କହୁନେଇ ପଚାରିଥିଲ ମତେ କଣ କହିଲୁ ଯେତେବେଳେ ମୁଁ ଏଇ କଥାଟା କହିବି ତୁ ଏତିକି ଏଇ କଥା ହେ ଭଗବାନ ତୁ ମିଛ କଥା କହନା ମିଛ କହୁନାହିଁ ମୁଁ ତତେ ବତେଇଦେଲି ପଚାରିଥିଲ କଣ କହିଥିଲି ବୋଲେ କହିବୁ ଯଦି ନ କହିବୁ ଯଦି ନ କହିବୁ ଆଜି ରାତିର 200 ଟଙ୍କା ତୋର କାଟିବି ହେ ଭଗବାନ ତୁ ମିଛ କହନା ମୁଁ ମିଛ ନୁହଁ ହେ ଯଦି ମୁଁ ମିଛ କହୁଥିବି ହଁ। ତାହେଲେ ମୁଁ କଳାରୁ ଗୋରା ପଡିଯିବି ଗୋଟେ ମିଛ କଥା କେମିତି କ୍ରିଏଟ କରୁଛି ସେ ଯେମିତି ମତେ ଅବିଶ୍ୱାସ କରିବେ ପୁଅ ତାଙ୍କର ଛୁଞ୍ଚି ମାଛି ପରୀକ୍ଷା ବାପା ଆଜ୍ଞା ନୃସିଂହ ହୋତାକୁ ଯାହା ପାଇଲେ ତା କହିଦେଲେ ଚଳିବ ଏଠି କହିଲେ ସେ ମୁଁ ଏଡ ବଡ ମୁହଁ କରିବ ଅଭିମାନ କରିବେ କଣ ଆମର ଦରକାର ପୁଅ ଆଜ୍ଞା ରାବଣ ଖୋଲିଲା ତାହେଲେ ରାବଣ ଯେତେବେଳେ ସବୁ ପରିଚୟ ଖୋଲିଦେଲା ମା ବାହାରକୁ ଆସିଲାରୁ ରାବଣ ନେଲା ରଖିଲା କୋଉଠି ସବୁଦିନେ ଯାଏ କଣ କୁହେ ଜାଣନ୍ତି ମୋ ଜ୍ଞାନୀ ମାନେ ସାର୍ ମାନେ ଶୁଣନ୍ତୁ ପ୍ରତ୍ୟେକ ଦିନ ରାବଣ ସୀତା ମାଙ୍କୁ ଦର୍ଶନ କରିବାକୁ ଯାଏ ଗୋଟିଏ ପଦ କଥା କୁହେ ଅନର୍ଥ ବୁଝନ୍ତି ରାକ୍ଷସୀ ଅର୍ଥ ବୁଝେ ମା ଜାନକୀ ସେ ପଦଟା କଣ ଗାୟକ ଶିରୋମଣି ନିରଞ୍ଜନ କର ଲେଖା ତାଙ୍କ ସେତୁ ପ୍ରତିଷ୍ଠାରୁ ଗୋଟିଏ ପଦ ଗାଉ ଗାୟକ ମାନେ କହୁଛନ୍ତି ସେତୁ ବନ୍ଧ କହିବ ସେତୁ ବନ୍ଧ କଣ ସେତୁ ତ ଅଲଗା ବନ୍ଧ ତ ଅଲଗା କେମିତି ଯୋଉ ଜାଗାରେ ସେତୁ ତିଆରି ହେଇଛି ସେଠି ଲେଖା ହେଇଛି ସେତୁ ବନ୍ଧ ରାମ ସେତୁ ନା ନାଇଁ ସେତୁ ରାମ ସେତୁ ନିରଞ୍ଜନକରଙ୍କର ଲେଖା ହେଇଛି ସେତୁ ପ୍ରତିଷ୍ଠା ସେତୁ ବନ୍ଧ ଲେଖା ହେଇଛି ମୁଁ ଭାବୁଥିଲି ବୋଧେ ସେତୁ ବନ୍ଧ ଅଛି କିନ୍ତୁ ସେତୁ ପ୍ରତିଷ୍ଠା ଏଟା ଛଡେଇ ଦିଅ କଣ ଲାଗିଯାଇଛି ହଁ ପୁଅ ସେଇ ଗୋଟେ ପଦ ଲେଖିଲେ ରାବଣ ସବୁଦିନେ ଯାଏ ଅଶୋକ କାନନକୁ
କୋଉଠି ରଖେ ପୁଷ୍ପକ ଯାନ କଣ କୁହେ ମା ଜାନକୀଙ୍କର ଚତୁଃପାର୍ଶ୍ୱରେ ରାକ୍ଷସୀ ମାନେ ବେଢିଥାନ୍ତି ରାକ୍ଷସୀ ବୁଝନ୍ତି କଣ ମା ବୁଝେ କଣ ଗୋଟିଏ ପଦ ଦିଦି ଜଣିଆ ଧର କହିଲା ଇଏ ଶୋକରେ ଦଶାନନ ସାଜିପୁ ଯେତିକି ଆପଣ ମାନେ ବସିଛନ୍ତି ସବୁ ଶୁଣନ୍ତୁ କାଲି କହୁଥିଲ ଶିବ ହେଲେ ଅର୍ଦ୍ଧନାରୀଶ୍ୱର ଅଧେ ଶିବ ଅଧେ ପାର୍ବତୀ କାହିଁ ତାଙ୍କ ଆଗ ଭାଇଜା ସତୀ କୁଆଡେ ଗଲେ କି ସେ ତ ବାହା ହେଇକି ଏଇ ଦିନ ଥିଲେ ସେ ସତୀ ଶିବ ସ୍ୱର କାହିଁକି ହେଲେନି କେମିତି ତାହେଲେ ମୁଁ ବୁଝୁଛି ଯିଏ ସତୀ ସେଇ ପାର୍ବତୀ ସତୀଙ୍କର ବାପା କିଏ ପାର୍ବତୀଙ୍କ ବାପା ଆଜ୍ଞା ଠିକ ଅଛି ଏ କଥାଟା ଥାଉ ମୋର ତ ଆଗକୁ କଥାଟା କହିବି ସତୀ ଦେହ ଛାଡି ନାହାନ୍ତି ତା ତଳେ ପାଣି ଯିବ ଉପରେ ଲୋକମାନେ ଯିବେ ଆଜ୍ଞା ଇଏ ଆପଣଙ୍କର ତ ଆପଣ କହୁଛନ୍ତି ସେ ସେତୁ ବନ୍ଧ ଲେଖା ହେଇଛି ରାମ ସେତୁ ବନ୍ଧ ତା ଦେହରେ ଲେଖା ହେଇନି ସିଏ ଆପଣଙ୍କ କହିବା କଥା ବାସ୍ତବ ଏପଟ ସ୍ଥଳ ଭାଗ ଆଉ ସେପଟ ସ୍ଥଳ ଭାଗକୁ ଗମନାଗମନକୁ ଯୋଡ଼ିଦେବା ଇଏ ହଉଛି ଆପଣଙ୍କର ସେତୁ ଇଏ ଲଙ୍କା ଆଉ ଭାରତକୁ ଯୋଡ଼ି ଦିଆଯାଇଛି ଆପଣଙ୍କର ରାମଚନ୍ଦ୍ର ଯିବେ ଲଙ୍କାଗଡ଼କୁ ସେ ସମୁଦ୍ର ପଥକୁ ଯୋଡ଼ି ଦେଲେ ଇଏ ପାଣି ଏପଟେ ସେ ପାଣି ସେପଟେ କି ତଳେ ପାଣି ଗଲା ମାନେ ସେଟା ଆପଣଙ୍କର ହବ ସେତୁ ଯେହେତୁ ବନ୍ଧ କହିଲେ ଏପଟ ପାଣି ଏପଟେ ସେପଟ ପାଣି ସେପଟେ ବନ୍ଧେଇବା ଅର୍ଥ ହେଉଛି ବନ୍ଧ ଇଏ ପାଣି ସେ ପାଣି ଆଉ ସଂଯୋଗ ହେଇପାରିବ ନାହିଁ ଦୁଇ ଭୂଖଣ୍ଡକୁ ସଂଯୋଗ କରିବା ପରେ ତଳେ ଯିବ ପାଣି ତା ଉପରେ ଯିବେ ଗମନାଗମନ ସୁବିଧା ହବ ଆପଣ କହିବା କଥା ଯାହାକୁ ଆମେ ବ୍ରିଜ କହୁଛୁ ସେ ସେତୁ ଆଉ ଏଠି ବନ୍ଧ କେମିତି ହବ ଏଠି ବନ୍ଧ କେମିତି ହବ ବନ୍ଧ ଅର୍ଥ ଏପଟ ପାଣି ଏପଟେ ସେପଟ ପାଣି ସେପଟେ କେଜାଣି କିନ୍ତୁ
ଚୋରି କରିବା କଣ ବିଦ୍ୟା ଚୋରି କରିବା? ମୁଁ ବୁଝୁଛି ଆଜ୍ଞା, ଭଞ୍ଜଙ୍କ କଥାକୁ ଆମେ ସମାଲୋଚନା କରୁନୁ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଲେଖିଛନ୍ତି ପରିଷ୍କାର ରାବଣ ପରିଚୟ ଦେଇଛି। ତେଣୁ ତାହା ହଉଛି ସେତୁ, ସେ ରାମ ସେତୁ, ରାମଙ୍କ ଦ୍ୱାରା ହେଇଥିବା ସେତୁ। ନିରଞ୍ଜନ କର ଲେଖିଛନ୍ତି ଏ ରାବଣ ସବୁଦିନେ ଯାଇ କଣ କରେ ଦେଖନ୍ତୁ। କହିଲା ଶୋକରେ ଦଶାନନ ସାଜିପୁ ପଚାରୁଛନ୍ତି। ଟିକିଏ ପରେ ଆପଣ ଜାଣିବେ ରାବଣ ପ୍ରକୃତରେ ଚୋରି କରିଛି କି ନାହିଁ। ଆଜ୍ଞା କାହିଁ ମିଛ କଥା ତ କୁହାଇନି। ଆପଣ ଆଉ ଟିକେ ଅପେକ୍ଷା କରୁନାହାନ୍ତି, ମୁଁ ତାପରେ ଆପଣ କହିବେ। ଆପଣ ଯୋଉ କଥା କହିଲେ ସେଇ କଥାକୁ ପ୍ରମାଣ ଦେବା ପାଇଁ ମୁଁ ପୁଣି ଆଉ ଗୋଟେ ବାଟକୁ ଯିବି। ପ୍ରକୃତରେ ରାବଣ ଚୋର କି ନାହିଁ ଆଉ ଟିକେ ବାଟକୁ ସେତୁ ପ୍ରତିଷ୍ଠା ଆଡକୁ ଗଲାବେଳେ ଠକିନି ପରିଷ୍କାର ହେଇଯିବ। ଟିକେ ଆଉ ଟିକେ ଆଗକୁ ଯିବା। ଭଲ କଥା ପଚାରୁଛନ୍ତି ସାର୍। ମୁଁ ମୂଳରୁ ଆପଣଙ୍କୁ କହୁଛି ଅନ୍ୟ ରାମାୟଣ କହିଛି ରାବଣ ସୀତାଙ୍କୁ ଚୋରି କରିଛି, କିନ୍ତୁ ଟିକେ ଆଗକୁ ଗଲେ ସେତୁ ପ୍ରତିଷ୍ଠା ଆଡକୁ ଚାଲିଗଲେ ସେଟା ପୁରା କ୍ଲିୟର ହେଇଯିବ। ଏବେ ବି ଆପଣଙ୍କ ମନ ବୁଝି ନାହିଁ, ଅନେକ ଶ୍ରୋତାଙ୍କ ମନ ବୁଝିନି। କେମିତି ବୁଝିବ? ସେ ପରା ଗୋଟେ ସ୍ରୋତରେ ଯାଇଛି ସୀତା ଚୋରି। ଶୋକର ଦଶାନନ ସାଜି ପୁଷ୍ପକ ଜାନାକୁ ଗୋଟେ ସାଧାରଣ ଗାୟକ ଲେଖି ନାହାନ୍ତି, ଗାୟକ ଶିରୋମଣି ନିରଞ୍ଜନ କର ଲେଖିଛନ୍ତି। ଅଶୋକ କାନନ ବର୍ତ୍ତମାନ ଅଶୋକ କାନନ ବାଟରେ ଅନେକ ଦୂରରେ ଅଛନ୍ତି ମା ଜାନକୀ, ଚାରି ପାଖରେ ରାକ୍ଷସୀ ମାନେ ଅଛନ୍ତି। କିଛି ଦୂରରେ ପୁଷ୍ପକ ଯାନକୁ ରଖେ ରାବଣ। ସେ ମା ଚିର ବନ୍ଦିଆ ପୂଜି ଆସେ, ସେଠିକି ସେ ପୁଷ୍ପକ ଯାନ ନବ। ଏମିତି କୌଶଳରେ ନମସ୍କାର କରେ, ଆପଣ ଶୁଣି ସାରନ୍ତୁ ତାପରେ ତର୍ଜମା କରିବେ। ଏମିତି ଭାଗରେ ନମସ୍କାର କରେ ସାର୍, ରାକ୍ଷସୀ ମାନେ ଜାଣିପାରନ୍ତିନି, ମା ଜାଣେ। ଗୋଟିଏ ପଦ କଥା କୁହେ, ଆପଣ ଅନ୍ୟ ମନସ୍କ ହୁଅନ୍ତୁନି, ଯୋଉଠି ସନ୍ଦେହ ହବ କହିବି। ମୋର ଗୋଟେ ଲକ୍ଷଣ ଅଛି, ମୁଁ ଯୋଉଠି ଜାଣି ନ ପାରିବି ନାହିଁ କରିଦେବି, ଆଉ ଗାଲୁ ମାଲୁ ମୁଁ କାହିଁକି କହିବିନି। ତେଣୁ ହଜୁରେ ରାବଣ କହିଲା ଯାଜା ଏଠୁ ପଳାଇ ରାଜପ୍ରସାଦ ଖାଇ
ସାଜିଛ ଚାମୁଣ୍ଡା ପିତୁଳା ଆଗ ଅନର୍ଥ ବୁଝିଦେବେ ରାକ୍ଷସୀ। ରାବଣ କହିଲା ହେ ରାଜପ୍ରସାଦ ଖାଇ ହେ ଚାକରାଣୀ ମାନେ ଏଠି ତୁମେ ଚାମୁଣ୍ଡା ପିତୁଳା ସାଜିଛ ଇଏ ମାନବୀ କି ଗୋଟେ ମାନବୀ କି ତୁମେ ପ୍ରସନ୍ନ କରେଇ ପାରୁନା। ସୁମନ ସରେ ମୋ ମରଣ ମୁଁ କନ୍ଦର୍ପ ସରରେ ମରିଯାଉଛି। ରାବଣ ଗୋଟିଏ ତାଙ୍କୁ ଭିନ୍ନ ଭିନ୍ନ ରୂପରେ କେମିତି ବୁଝିଛନ୍ତି ଦେଖନ୍ତୁ। ଭାବନା ଆରାମେ ବସି ଭାବନା ଆରାମେ ବସି ମୁଁ ଭାବନା ବଗିଚାରେ ବସି ମୁକ୍ତିରେ ବିଳାସ ବେଶନରେ କଳତିପାତ କରିବା ପାଇଁ ଏ ସୁନ୍ଦରୀ ଅପେକ୍ଷା କରିଛି। ତୁମକୁ ଏତେ କରି କହିଲି ତୁମେ ଟିକେ ବୁଝେଇ ପାରୁନା। ରାକ୍ଷସୀ ମାନେ କହନ୍ତି ଆମେ କଣ କହିବୁ ମନେ ମନେ ଭାବିଲେ ଆମେ ତ ବହୁ ଚେଷ୍ଟା କଲୁ ସେ ରାଜ୍ୟ ହଉ ନା ନାଇଁ। ଏଇଟା ବାହ୍ୟ ମତ ସାଧାରଣ ଲୋକଙ୍କ ପାଇଁ ଅର୍ଥ କିନ୍ତୁ ମା ବୁଝୁଛି ଠିକ ଅର୍ଥ। ରାବଣର ଯଦି ସୀତାଙ୍କୁ ପ୍ରୀତି କରିବାର ଇଚ୍ଛା ଥିଲା ପାଇବାର ଇଚ୍ଛା ଥିଲା ତାର କଣ ଘର ନଥିଲା ଠକିନି ଗୋଟେ ଘର ଭିତରେ ରଖିଦେଇଥାନ୍ତା ନିଭୃତ କୋଠରୀ ଭିତରେ। ମା ବୁଝୁଛି କଣ ନା ଯା ଏଠୁ ପଳାଇ ରାଜପ୍ରସାଦ ଖାଇ ସାଜିଛ ଚାମୁଣ୍ଡା ପିତୁଳା ଇଏ ମାନବୀ କି ଇଏ ମାନବୀ ନୁହଁ ଇଏ ଅର୍ଜୁନୀ ସମ୍ଭୂତା ନା ନାଇଁ ଆଜ୍ଞା। କିନ୍ତୁ ଅସଲ କଥାଟି କହିଲେ ଆପଣ ଗ୍ରହଣ କରିବେନି। ଆପଣଙ୍କର ବୈଦିକ ଶାସ୍ତ୍ର କହିଛି ଇଏ ମାଟିରୁ ସୀତା ଜନ୍ମ ନୁହଁ। କୁଶଧ୍ୱଜ ଜନକଙ୍କର ଗୋଟିଏ ସ୍ତ୍ରୀ ତାଙ୍କ ନାଁ ବସୁଧା ସେ ତାଙ୍କରି ଗର୍ଭରୁ ସୃଷ୍ଟି। ଆକୁ କହିଲେ ଗୋଡେଇବେ ମତେ ବାଡେଇବାକୁ କହିବେ ବନ୍ଦ କର ସେ ପାଲା। ମାଟିରୁ କଣ ସବୁ ପିଲା ଜନ୍ମ ହନ୍ତି? ତାପରେ ଆପଣ ଯୁକ୍ତି ଦେବେ ଦୁର୍ଗା କେମିତି ଜନ୍ମ ହେଲେ? ଆମେ ଏ ଅଡୁଆକୁ କାହିଁକି ଯିବୁ? ତେଣୁ ଯାହା ଚାଲିଛି ତାହା ଚାଲୁ। ଆପଣ କହୁଛନ୍ତି ସୀତା ସ୍ୱୟମ୍ବର ସ୍ୱୟମ୍ବର ଶବ୍ଦ ସେଠି ଲାଗିବନି ଭୁଲ। ସ୍ୱୟମ୍ବର ଅର୍ଥ ନିଜ ଇଚ୍ଛାରେ ଯିଏ ପ୍ରତିବରଣ କରିବ। ଏଠି ସର୍ତ୍ତ ଅଛି ଯିଏ ଶିବ ଧନୁ ଭାଙ୍ଗିବ ସେ ବାହା ହବ ଯିଏ ଲାଖ ବିନ୍ଧିବ ସିଏ ବାହା ହବ। ଏଠି ଆମନ୍ତ୍ରିତ ରାଜା ମାନେ ଶିବ ଧନୁ ଭାଙ୍ଗି ପାରିଲେ ନାହିଁ। ଏଠି ଆମନ୍ତ୍ରିତ ରାଜା ମାନେ ଲାଖ ବିନ୍ଧି ପାରିଲେନି। ସ୍ୱୟମ୍ବର ଜଣକର ହେଇଛି ସତ୍ୟ ଯୁଗରେ ଆଉ ବି ଅଛି ସିଏ ହଉଛି ଦମୟନ୍ତୀ ସ୍ୱୟମ୍ବର ନିଜ ଇଚ୍ଛାରେ ପ୍ରତିବରଣ କରିଛନ୍ତି ଦେବତା ମାନଙ୍କୁ ପ୍ରତ୍ୟାଖ୍ୟାନ କଲେ। ଇଏ ଯଦି ଇଏ ସ୍ୱୟମ୍ବର ନୁହଁ ନିଜ ଇଚ୍ଛାରେ ପ୍ରତିବରଣ କରିବା ୟା ନାଁଟି କଣ? ତା ନାଁ ବି ଅଛି କୁହନ୍ତୁ। ନାଇଁ 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 ସେମିତି ସ୍ୱୟଂବର ହବନି। ବହୁ ରାଜପୁତ୍ର ମାନେ ଆସିବେ ସିଏ ଗୋଟିଏ ସଭା ହବ ତାଙ୍କ ବାପା ସମ୍ମତି ପ୍ରଦାନ କରିବେ। ଝିଅଙ୍କୁ ଦାସୀ ମାନେ କହିବେ ଇଏ ରାଜାଙ୍କର ଏତିକି ଯୋଗ୍ୟତା ପରିଚୟ ଦେବେ। ଇଏ ଏବେ ତ ଠକିନି ବର ବିଡୁକୁଲୁ ବରଣ ହିଁ ଆସୁ ଆସୁ ସେ ବାରିକ ବାଟେ ଘଟି ଗଲାଣି ଆସନ୍ତି ସ୍ୱୟଂବର ଯୋଉ କୁହାଯିବ ନା। এইটা হচ্ছে পণ্ডিত বিবাহ 8 প্রকার ভিতরে এইটা হচ্ছে পৈশাচিক বিবাহ রাক্ষস বিবাহ নেইকি পড়াইবা। ইয়ে বাহা হইছে সেমতি আর পিলা মানে সেমতি বাহা হইছেন নেইকি পড়াইবা। বিবাহ অর্থ মিলন। স্বয়ম্বর শব্দর অর্থ কেমতি ভাল পাইকি আপন বাহা হেবেটি ভাল পাইকি বাহা হলে কেমতি স্বয়ম্বর হব সেটা হব প্রেম বিবাহ সেটা হব গান্ধর্ব বিবাহ। সেটি দরকার নাই হোম ফোম কিছু সে গান্ধর্ব বিবাহ সত্য ত্রেতা দ্বাপরে ଥିଲା। পণ্ডিত মানে ন পচারে কোন পালাবাগ হব না। আপন মানকর পচারিবা যথার্থ। যদি মো বিষয়রু অলগা আড়କୁ পচারিথান্তে মু বিরক্ত হইতাম তাহলে হজুরে সেইটি কহিଛନ୍ତି আজ্ঞা কলা সাজিছ চামুন্ডা পিতুলা ইয়ে মানবী কি ইয়ে মা দেবী অর্জনী সম্ভূতা। আজিঠু কহি দଉଛି প্রস্তুতি হই রহিব পাঢ়ী বাবু। ইয়ে দুনিয়ার সার মানে শুনন্তু অর্জনী সম্ভূতা অছন্তি অর্জনী সম্ভূত অছন্তি। কালি অর্জনী সম্ভূতা কুয়া হব মু এবেঠু কহি দଉଛି অর্জনী সম্ভূত কেতেটা কহিবে আর কেতেটা খোঁজিকি বাহার করিব। হে মোর জ্ঞানীন্দ্র পুঙ্গব আমার বেড় পইলে গোটে দিটা ভুল হয়ে যাই পারে। মু কହୁছি
जे संस्कृत डॉक्टरेट तांकर भूल हेले चलिबो चलिबो मो कहिबार तात्पर्य तुमे कहिबो शिव भद्रंक पाखरे भद्र अभद्रंक पाखरे अभद्र शिव शांत जगन्नाथ लोकानुग्रह कारक तेणु शिवंकर स्वतंत्र धारा ताकू परवर्ती समय कहवा कहीं आग शिव पछरे पार्वती कहीं शिव बह मुझे रखी मुंडे एत शीघ्र कहबिनी ताकू मूलू कही आपण केते जन खसी जाता मत ठीक जनाता पाला मानू टे निद हो जाऊ कारण जाणिकी पचार कि जाना पचार केमी जना पड़ो बापा कहले मु भावनार में बसी मो माँ को तुम्हें प्रसन्न कर पारुना मुझे राम को चिंता करुछि कौ दिन मुक्ति पाइबी आमे दुई जन अभिशाप पाइथिलु अभद्रामी करिथिलु वैकुंठपुर रे जय विजय हिरण्य हिरणाक्ष हेलु ये से प्रभु हाथ में मरबी बोली मते ब्रह्मा कहते जे जो दिन मु जनक नंदिनी जानकी की चोरी करी दशरथ पुओ दाशरथी मते मारी हसंतुनि आज्ञा चोरी करने कथा समस्त जानती सी निजे जानी किंतु एठी से चोरी करी नाही चोरी करता केमिति ना जेते बळे लक्षण पड़ेला पर जबरदस्त जदि पसिकरी घोषारी आनी थांता सेई थांता चोरी सेई थांता चोरी सेटा परिचय देइछि अरे विचार करंतु सारमा कौन आज्ञा पड़ेबे ना कौन रुहंतु आउ टिके समय गोलमाल करंतु समय भी हो गलानी कारण तांको समय को मोर अध घंटा माइनस हम मु गीत बोलेनी कि ये हेइने नाई नाई सार से की कथा मु जदि 15 जन लोक को नहीं कि आपण को छात काम सारी देली तापर आपण कहबे आउरे अछि पड़िबो मो कहिबार तात्पर्य समय जदि 10 मिनिट आपण मानक पई गडी गला कोन ओडुआ हे गला एपरि योग्य श्रोता कोन काली की ए द्वितीय पाली रे मिलिबे कि न मिलिबे सिमति माने अछि सबुदिन आपण रही परिबे कि न रही परिबे माने अछि आजि कथा काली की नाही कोन गोटा आपणकर परिवार रे कोन गोटे दरकार पड़िबो जरूरी काम पड़िबो आपण रही परिबे तेनु पुओ आया सेठी कहले कहले तुमे कोन मो मां को कहि कि टिके प्रसन्ना करहि पारु ना सुमन सरे मो मरण सेई देवता को सररे मरिबी भावना रामे बसी मुख थिरे बिलो किंतु राक्षसी बुझंती अलगा मो कहिबार तात्पर्य रावण जदि चोर से दिन जेतबेले सेतु प्रतिष्ठा करि पारिलेनी ब्रह्मा कहीं करि पारिलेनी रामकर योग्यता हेतु से बोली थिले सहधर्मिणी विने धर्म राम को रावण पाखु चिठी लिखिले राम लिखि नांती आपणकर ये गुरुजांग लोक आमको निमंत्रण करिवे कहबे सनातन दास आमे तते राति के दबु 5 लाख टंका लेखि ए हाँ 4 राति की दबु 4 लाख तुम्हें आसब पाला सर पर आम तुम बेक काटिदेबू तुम किडनी नहीं जीवु तुम आखि ताड़िकी नहीं जीवु के राजी हे रावण जानी सेतु प्रतिष्ठा कले यही बाटे राम आसबे मत मारी प्रतिष्ठा करिया जाइनी आज्ञा जाइनी पुणी क्या नहीं गला अरे तो चोरी करथला तुम्हें राम ठकिनी नहीं गलनी साहस अच्छी रामकर नहीं पारे से दिन दशग्रीव राज जो नाही करदे विश्वसृजा अब्जनी वेदपति ब्रह्मा कहले आपणकर जेहेतु स्त्री नहीं मांगलिक कार्यक्रम आपण कर्ता ही पारे आपण कोटिए टंका खर्च करेंगे झील बाहा देवे स्त्री मरी जाइथबो हाँ कनक बेदी कन्या दान करदे ना चुप यही विकृत कथागुड़ा सब यही पुले अर्जन कर छाड़ी कौन कर तो स्त्री नहीं माने तू केबे हेले प्रतिष्ठा कर्म करि परिबु स्त्री केतेटा स्त्री तोर किए किए से स्त्री नुह प्रत्येक मनुष्यर स्त्री होची 3 प्रकार एबे ता नाही धर्म पत्नी भोग पत्नी समर्पित पत्नी धर्म पत्नी भोग पत्नी समर्पित पत्नी कौन पानी सार बंद करने कहते ना कौन
ଧର୍ମ ପତ୍ନୀ କିଏ ନା ଯାହାକୁ ଆପଣ ଅଗ୍ନି ବ୍ରାହ୍ମଣକୁ ସାକ୍ଷୀ ରଖି ବାହା ହେଲେ। ଭୋଗ ପତ୍ନୀ ରାଜତନ୍ତ୍ର ସମୟରେ କାମ ଲାଳସାକୁ ଚରିତାର୍ଥ କରିବା ପାଇଁ ଭୋଗ ପତ୍ନୀ ଥିଲେ ନାଇଁ କି ଆଜ୍ଞା। ସମର୍ପିତ ପତ୍ନୀ କିଏ? ସମର୍ପିତ ପତ୍ନୀ କଣ ସମସ୍ତଙ୍କ ଭାଗ୍ୟରେ ଅଛି? କୃଷ୍ଣଙ୍କର ସମର୍ପିତ ପତ୍ନୀ ହେଉଛନ୍ତି ରାଧା। କୃଷ୍ଣଙ୍କର ସମର୍ପିତ ପତ୍ନୀ ହେଉଛନ୍ତି ମୀରା। ଆଉ ଜଗନ୍ନାଥଙ୍କର ସମର୍ପିତ ପତ୍ନୀ ହେଉଛନ୍ତି ଦେବଦାସୀ। ଏବେ ଆମର ଭୋଗ ପତ୍ନୀ ଅଛନ୍ତି ଯେ ଲୁକାୟିତ ଭାବରେ। ସେତେବେଳେ ଭୋଗ ପତ୍ନୀ ରାଜା ରଖୁଥିଲେ, ତାଙ୍କ ଗର୍ଭଜାତ ସନ୍ତାନକୁ ସ୍ୱୀକୃତି ଦଉଥିଲେ। ସାରୁକୁ ଆଉ ଯିବା ନାହିଁ। ତେଣୁ ପୁଅ ଯେହେତୁ ସହଧର୍ମିଣୀ ନାହାନ୍ତି, ତୁମେ ସେତୁ ପ୍ରତିଷ୍ଠାରେ କର୍ତ୍ତା ହେଇପାରିବନି କହିଲା ବେଳକୁ ରାମ ମୁଣ୍ଡରେ ହାତ ଦେଲେ। ମାନିବାକୁ ପଡିବ ତାଙ୍କ ଭାଇ। ସେ ସିନା ତଡ଼ି ଦେଲେ, ହେଲେ ଯୋଗ୍ୟତା ଯାହାର ଅଛି ତାକୁ କଣ ଭାଇ ଚାପିଦବ? ଆପଣଙ୍କ ଭାଇ ଭାଇ ଭିତରେ ଭିନ୍ନ ହେଇଯିବେ। ଆପଣ ରିଟାୟାର୍ଡ କରିନଥିବେ, ଆପଣଙ୍କ ଭାଇ କହିବେ କାହିଁକି ମୋ ଭାଇ ମୋଠୁ ଭିନ୍ନ ହେଲା, ହାଇସ୍କୁଲରେ କ୍ଲାସ୍ କରିପାରିବନି? ତାଙ୍କ ଯୋଗ୍ୟତା କୁଆଡ଼େ ଯିବ? ହାତ ଯୋଡ଼ିଦେଲା ବିଭୀଷଣ, କହିଲା ଆପଣଙ୍କର ଇଏ ଭାଲୁ ମାଙ୍କଡ଼ ଯଦି ମତେ ରଖିବେ, ମୁଁ କହିବି ଆଉ ଜଣେ ଯୋଗ୍ୟ ଲୋକ ଅଛି ପ୍ରତିଷ୍ଠା କରିବ। ନା କିଏ? ନା ଭାଷେ ବିଭୀଷଣ ମୋ ଭାଇ ରାବଣ, ପୁରୋଧାପଣକୁ ସତ୍ୟ ଦେବାଚନ ମଧ୍ୟ ସୁଶାସନ, ସତ୍ୟ ଦେବାଚନ ମଧ୍ୟ ସୁଶାସନ, ତମେ ଦୁଷ୍ଟ ନୀତି କୁଆଚରିତିନି ନୀତିପତି ହୁଏ ଭାଇ ବରତିନି। ପୁଅ ପାଣି ଟୋପେ ଦେଇ ପୁରା ପବନ ନ ମାରିବା ଲେଖା ତଣ୍ଟି ଶୁଖି ଯାଉଛି। ତାଙ୍କ ପାଲାରେ କଣ ଅଛି? ତାଙ୍କର ପରିଶ୍ରମ ଅଛି? ସେ କଣ ଦିଟା ଅକ୍ଷର ଧରିଦେଲେ, ସେ ଘାଉ ଘାଉକି ଧରିଲେ, ଦିପଦ କଥା କହିଦେଲେ, ସଇଲା। ଭାଷେ ବିଭୀଷଣ ମୋ ଭାଇ ରାବଣ, ପୁରୋଧାପଣକୁ ଆଣ ବରି। ଚମକେ ପଡ଼ିଲେ ରାମ, କହିଲେ ଆରେ ଇଏ ରାବଣ ମାରିବା ପାଇଁ ମରିବା ପାଇଁ ଏ ବାଟ, ସିଏ କଣ ଆସିବ ପୁରୋଧା? ସତ୍ୟ ଦେବାର୍ଚନ ମଧ୍ୟ ସୁଶାସନ। ମୋ ଭାଇ କି ଦେଖା କରିବେ ଯେ ଠାକୁରେ, ମୋ ଭାଇ ଛୋଟିଆ ଲୋକ ନୁହଁ। ମୋ ଭାଇ କି ଦେଖା କରିବା ପାଇଁ ହେଲେ ସମୟ ଦରକାର। ଆପଣ ଗୋଟେ ରେପୁଟେଡ୍ ଡକ୍ଟରଙ୍କୁ ଦେଖା କରିବେ, ଆପଣଙ୍କ ସମୟରେ ଦେଖା କରିବେ ନା ତାଙ୍କ ସମୟରେ? ତେଣୁ ମୋ ଭାଇର ତିନୋଟି କାଳରେ ତିନୋଟି ରୂପ। ସାତ୍ବିକ ସମୟରେ ମୋ ଭାଇ ବ୍ରାହ୍ମ ମୁହୂର୍ତ୍ତରେ ଉଠି ଦେବାର୍ଚନ କରେ। ଦ୍ୱିପହରରେ ମୋ ଭାଇ ରାଜନୀତି କରେ। କଣ କହିବ କୁହନ୍ତୁ? ତା ଭାଇ ଗୋଟେ ସରପଞ୍ଚ, ଏଟା ବାଇଆଟା କିରେ? ସିଂହଳ ଦ୍ୱୀପରେ ରାଜା। କଣ ବୁଝୁଛୁ? ଶ୍ରୀଲଙ୍କା। ରାତିରେ ମୋ ଭାଇ ଟୋପେ ପକେଇ ଦିଏ। କଣ ଫଟିନା ମହୁଲି? ଓହୋ, ସେ କାଦମ୍ବରୀ ରସ ହଉ ନହେଲେ ଯୋଉ ଗଛ ପତ୍ର ହଉ। ଏବେ ଗଛ ପତ୍ର ଅଛି, ତା ରସ ପିଇଲେ ମଣିଷ ପ୍ରାଣ ଛାଡିଯିବ। ଗଞ୍ଜେଇ ଗଛ ପତ୍ର ବାଲ୍ଟିଏ ଜଣେ ପିଇଦବ? ଗୋଟେ ବୋଟଲରେ ପିଇଦବ? ସିଆରାମ ହେଇଯିବ। ପୁଅ ଶୁଣୁ, ମନ ସ୍ଥିର କରିବା ପାଇଁ ଋଷିମୁନି ମାନେ ସେତେବେଳେ କିଛି ଗଛ ପତ୍ର ରସକୁ ପାନ କରନ୍ତି। ଆମେ ଯେମିତି କହୁଛେ ଶିବଙ୍କ ପାଖରେ ଗଞ୍ଜେଇ ଭୋଗ। ସାରେ ମୋ ଜୀବନ କାଳ ଭିତରେ ମୁଁ ଯେତିକି ଶିବଙ୍କ ଶାସ୍ତ୍ର ପଢିଛି, କାହିଁ ଗଞ୍ଜେଇ କଥା ତ ଲେଖା ହେଇନି, ଭାଙ୍ଗ କଥା ତ ଲେଖା ହେଇନି। ଲେଖା ହେଇଛି ଶିବ ତାଣ୍ଡବରେ ଅଛି। ତ୍ରିନାଥ ମେଳା ବହି ଏବେ ବାହାରିଛି ନା? ଆଚ୍ଛା, ତ୍ରିନାଥ ମେଳାରେ ତିନିଟା ନାଥ ହେଲେ ତ୍ରିନାଥ, ଟିକେ କମେଇ ଦିଅନ୍ତୁ, କାହିଁ ହମି ଦଉଛୁ? ଶିବ ହେଲେ ଭୋଳାନାଥ, ବିଷ୍ଣୁ ହେଲେ ଜଗନ୍ନାଥ, ବ୍ରହ୍ମା କହୁନାଥ। କମେଇ ଦିଅନ୍ତୁ ଟିକେ, ବ୍ରହ୍ମା କହୁନାଥ। ତେଣୁ ମୋ କହିବାର ତାତ୍ପର୍ଯ୍ୟ, ଆମେ ଯୋଉ ତ୍ରିନାଥ ମେଳା କରିଛେ, ତାକୁ ତିନି ଜଣକୁ ଏକାଠି ବସେଇବା ପାଇଁ। ଆପଣଙ୍କର ଯୋଉ ପାଲା ହଉଛି, ୟାକୁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଏକତ୍ର କରିନାହାନ୍ତି କି?
टिके विचार करूना सार ये गणेश अच्छा नारायण शिव दुर्गा सूर्य ये बहुवचन हम ना एक वचन हम ये सत्यनारायण देव ये देव हन हो देवाहा हवा कथा ये तो 4 जन देवता जड़े देवी कौन पाई देव शंकराचार्य सबतु एकत्र करने सेमती जड़े कई महत पुरुष ब्रह्मा भक्त शिवों भक्त एवं कौटी गंजेई टाणिया लोक अभाव होती एकाठी कर कथा मु त्रिनाथ मेला को अस्वीकार करूनी या द्वारा भातिक हम अच्छा जदि गंजेई भोग हम जो पटे टाणती से तो रहा तले आ कौन पाताल फुटिक धूआ ठाकुर पातिकी जीव कहीं स्टाण्ड रे एमती रखीदे ठाकुर एमती पी था मो कहिबार तात्पर्य पुओ से दिन विभीषण कहला मो भाई की सात्विक समय डाकिले मो भाई प्रतिष्ठा करिवो केमिति सुंदर पद लेखा हम राम कहले देखा कौन करवा चिट्ठी खंडे लिखिदबा सारे चिट्ठी खंडे लिखिले किए राम रावण आसबे प्रतिष्ठा करिवे सेई बाटरे आमे जीवा रावण को मारी सीता को उद्धार करवा कौन चिट्ठी लेखा हम दी धारी गाउची कहला सुना बरन मुर्ग मारू सुना सुनापुर सुना शिर निजे राम लिखिले सुना बरन मुर्ग मारू सुना बरन गोरी सुना रंगर मुर्ग एठी परिष्कार करदेले किए गायक शिरोमणि निरंजन कर सुनापुर सुना शिर लंकापुर रावण मो नारी कला चोरी क्या पाखु चिठी लेखा होची चोरी लेखा कला बड़ बड़ ना खोजु खोजु सुग्री बड़ी बधी बांधी बहुई तुम नारी की तो से चोरी करची ताकू कौन डाकुच पुरोहित हवा पुरोहित जी आपणकर मंगल करती ना अमंगल करती आ तुम नारी की तो चोरी कला पुणी पुरोहित केमती डाकुच से महत उद्देश्य नहीं से जानी कौन पाई से नहीं कहीं कहूँ आज्ञा आपण कहते मु चोरी बोली स्वीकार करी कवि लिखिं स्वीकार करुच्ची चिठी टी जिते देदेले रावण पढ़ला कहला जा हूँ एत दिन मोर भाग्य उदय है ब्रह्मा जो प्रतिष्ठा कर पारे प्रतिबंधक केवल माँ केवल माँ तेणु प्रतिबंधक जेहेतु माँ ये आउ गोटे प्रश्नवाची अच्छी से दिन तो सुनार सीता को तैयारी करी तुम्हें कहीं एमती हो सुनार सीता को तैयारी करी तुम्हें तो यज्ञ कल ये सुग्रीवर तो किसी असुविधा नाला सुना पुळे आनिकी सीता तैयारी करी कलनी कौन ये प्रश्न जदि आपण पचारे आम कि उत्तर दबु कि उत्तर दबु आमे से दिन सुवर्ण सीता तैयारी करी अश्वमेध यज्ञ प्रतिष्ठा कर्म रखिला बेले आपणकर धन न थाई पारे आपण सुग्रीव थिले राजा तांकोठू धन आनी सुनार सीता तैयारी करी प्रतिष्ठा कले रावण को खुशामत करिया कौन दरकार थिला रावण तो आपण स्त्री की चोरी कर नहीं चोर को कहीं आपण डाकुथिले दशग्रीव रावण निजे जनक नंदिनी जानकी आनिकी प्रतिष्ठा करिकी कौन कर्म दक्षिणा मागिला जानिछंती कहला कर्म दक्षिणा की नेब सत्य करम सत्य न शुणिबे न देखिबे दक्षिणा न सुखिबे जेतबले कर्म सरीगला राम ठाकुर पचारे कर्म दक्षिणा कि नेब ना सत्य करंतु राग हब
न देखिबे न शुणिबे दक्षिणा दब। अच्छा ये तो न देखिबे न शुणिबे कहला कवि केमी जानिले लिखिले ना ये कवि कल्पना किंतु आमे ताको मानिबा को बाध्य। भालू माकड़ विचार कले कले आमे एते कष्ट करी जो काम कलु ये तो कहीं देखिबेनी शुणिबेनी से ठकिनी सीता को मागी नब। रावण विचार कले कले मु एते हीन मतिष्क मोर नुह मु एते हीन मन्य नुहे मु निच मना नुहे मु पुनी निजे आनिकिरी केमती आसिली सेठी से मागिची कले प्रभु ब्रह्म सरा फेरी बुकु देव निस्तार कहिले राघव युद्ध समय ब्रह्मसर पोड़ी की मते आपण निस्तार दिंतु ना एबे नुह युद्ध भूमि रे ता संभव आपण ब्राह्मण मु आपन को मारिबाटा ठीक हबनी युद्ध हम मो कहिबार तात्पर्य मु नाही करू नै चोरी करिसंती बोली एतक चरित्र चित्रण कला परे रावणर उद्देश्य कौन आपण बुझी पारुथिबे मते आ किछ कहिबार नाही केमिति कौ दृष्टि रे आमे रावण को चोर बोली कहिबा से तो निजे आनिला प्रतिष्ठा सरिला तुम बाहुरे बळ थला रखि देलो नै तुमे ओलटा से दिन से निमंत्रण कला पूजा ग्रहण करबा को गलो दी जन को सांगरे नेलो अस्त्र शस्त्र नै की जाइथलो नहीं दशग्रीव रावण सेठी कहता कला ठाकुरे मु तो आपण को चिट्ठी पाई जाइथिली माँ को नहीं की गली मु आपण को पूजा करबा पई निमंत्रण करथिली द्वितीय वैकुंठ करबी लंकागढ़ सुवर्णर मंदिर तैयारी करिछि आपण कोन लक्ष्मण ठाकुर को हनुमान को आनि कि आइले अस्त्र आनले आपणकर कौन मो ऊपर एते अविश्वास भक्त भगवान को अविश्वास कले भगवान दूरे जाती ये भगवान भक्त प्रति अविश्वास ये थर आपण विचार करंतु रावण चोर कि चोर नुह मु कहबी ए पुओ तेणु करी दशग्रीव रावण हूँ शिव भक्त दक्षराज नंदिनी शिव को विवाह करथिले किए ए दक्षराज नंदिनी सती की विवाह करथिले शिव से दिन दक्षराज नंदिनी सती कर बापा दक्ष राजा शिवहीन यज्ञ कले मु खाली कथारे कहि निमंत्रण न पाई भौणी मान सहित से बाहरिबा परे शिव विचार कले कले बारण कले ये मो स्त्री रहिबे नहीं किंतु जाओ जे किंतु सम्मान मिलबनी सुन मा गोटे झियो अविवाहिता थिला बेले ता बापा ता माँ ताकू 5 पद कथा कहिले से सहिबो बा ही सारिबा परे बाप घर को जाइथबो 2 पद कथा कहिले ता धीरे निया लागि जिवो जेतबेले आशीष शिवहीन यज्ञ रे पहुंचंती सती शिवं को निंदा कले किए दक्ष प्रजापति सती सेठी विचार कले जो अनन्य सुलभ मृत्युंजय शंकर भगवान तांकर निंदा मो कर्ण गहर भितरे सुनिबा परे ये सारा शरीरर लोमकूप अपवित्र हो गला ये अपवित्र शरीर को नहीं कि मु शिव सुंदर पाखे मंगलमय पाखे पहुंची केमिति ना मु ये आज्ञा से तो अड़ुआ से अड़ुआ जदि अग्नि की झास देवे ताले पंडिते अग्नि की झास देवा अर्थ निज शरीर को नष्ट करवा कारण आत्मा तो हत्या हेनी अग्नि द्वारा हेउ आपण को कहवा यथार्थ रसी द्वारा हेउ अस्त्र द्वारा हो किंबा पानी द्वारा हो जदि शरीर को आम नष्ट करदेले कहला 7 जन्म जाए बाबा मनुष्य जन्म रे ये दुर्लभ माया के दे नमी रही सुना रे किए निज शरीर को जदि नष्ट करदेला
ସାର୍ ମାନେ ଆମର ପୁରାଣ ମାନେ କହିଛନ୍ତି 7 ଜନ୍ମ ପର୍ଯ୍ୟନ୍ତ ମନୁଷ୍ୟ ଯୋନିରେ ଆମେ ଜନ୍ମ ନେବା ନାହିଁ, ମନୁଷ୍ୟ ଠାରୁ ନିକୃଷ୍ଟତର ହବା। ତାହେଲେ ଯଦି 7 ଜନ୍ମ ପର୍ଯ୍ୟନ୍ତ ମନୁଷ୍ୟ ଜନ୍ମ ନ ମିଳିବ, ଏଠି ଦକ୍ଷରାଜ ନନ୍ଦିନୀ ପାର୍ବତୀ କେମିତି ହେଲେ? ଅଥାବ ମାନେ ନହ ପିତୁ ପ୍ରଯୁକ୍ତା ଦକ୍ଷସ୍ୟ କନ୍ୟା ଭବ ପୂର୍ବ ପତ୍ନୀ ସତୀ ସତୀ ଯୋଗ ବିସୃଷ୍ଟ ଦେହା ମନେ ଶୈଳ ବଧୁ ପ୍ରବେଦେ। ତୁମେ ପଣ୍ଡିତ ସାରେ, ଆଜି ଶୀତଳ ଷଷ୍ଠୀ କୁମାର ସମ୍ଭବ କଲନି? କୁମାର ସମ୍ଭବରେ ଲେଖିଲେ କାଳିଦାସ ଥହ ଅବମାନେ ନ, ଏହା ପରେ ଅପମାନ ପାଇବା ଦ୍ୱାରା କାହା ଦ୍ୱାରା? ପିତୁ ପ୍ରଯୁକ୍ତା, ନିଜ ବାପାଙ୍କ ଦ୍ୱାରା ଯୁକ୍ତ ଅପମାନ ପାଇବା ଦ୍ୱାରା। କିଏ ଅପମାନ ପାଇଲେ? ଚୁପ୍, ଭବ ପୂର୍ବ ପତ୍ନୀ। ପାଠ ପଢିଛୁ? ଚୁପ୍ ହେଇବ। ଭବ କହିଲେ ଶିବ, ପୂର୍ବ ପତ୍ନୀ କହିଲେ ସତୀ। ଆପଣ କହିଲେ ପାର୍ବତୀ ଯିଏ, ସତୀ ସିଏ। ଠିକ କହିଛନ୍ତି, ଭୁଲ କହିନାହାନ୍ତି। ସେଇ ବି ଲକ୍ଷ୍ମୀ, କିନ୍ତୁ ବିବିଧ ରୂପ ଗ୍ରହଣ କରିଛନ୍ତି। କିନ୍ତୁ ଯେହେତୁ ବିବିଧ ରୂପ ଗ୍ରହଣ କରିଛନ୍ତି, ତା ଉପରେ ଆମେ ପର୍ଯ୍ୟାଲୋଚନା କରିବା। ଯଦି ଏକ ହେଇଯିବ ସାରା ପାଲା ହେଇପାରିବନି। ଶିବଙ୍କର ପୂର୍ବ ପତ୍ନୀ ସତୀ, ସତୀ ଯୋଗ ବିସୃଷ୍ଟ ଦେହାତାଙ୍କ। ଏଠି ଯଜ୍ଞ କୁଣ୍ଡରେ କାହିଁକି ହମିଙ୍ଗ ହଉଛି? ମ ଆଗରୁ ହଉନଥିଲା। ଯଜ୍ଞ କୁଣ୍ଡରେ ଡେଇଁବା କଥା ତ ଲେଖି ନାହାନ୍ତି। ମୁଁ ଦେଖି କହିସାରେ, ତାପରେ ଆପଣ ଜଣେ ଯୋଗ୍ୟ ଶ୍ରୋତା, ଆପଣ ଶ୍ରୋତା କଣ, ଆପଣ ସମୀକ୍ଷକ ଠିକ ଭାବରେ ଗ୍ରହଣ କରିବେ। ସତୀ ସତୀ ଯୋଗ ବିସୃଷ୍ଟ ଦେହା ତାଙ୍କ ଜନ୍ମ ଶୈଳ ବଧୁ ପ୍ରପେଦ। ସତୀ କଣ କଲେ? ଯୋଗ ବଳରେ ପ୍ରାଣବାୟୁକୁ ଶରୀରରୁ ଉଡେଇଦେଲେ। ଯେମିତି ସେଦିନ ପ୍ରାଣବାୟୁକୁ ଉଡେଇଥିଲେ କିଏ? ବେଦମତୀ। ଇଏ କେବଳ କୁମାର। କଣ ସାର୍ ଏମିତି ଆଜି କରୁଛନ୍ତି? ଆଗରୁ ତ ଭଲ ଥିଲା, ପୁରା କମେଇ ଦଉନାହାନ୍ତି। ଏଇ କଥାକୁ ତୁଳସୀ ଦାସ ଲେଖିଲେ। ମତେ କଣ ସେ ପାଲାବାଲା କହୁଥିଲେ ମୁଁ ତନ୍ତ୍ର ଜାଣିଛି? ଆମ ବେଳକୁ ତ ହମିଙ୍ଗ ହଉନଥିଲା, ତୁମ ବେଳକୁ ହଉନଥିଲା, ଆମ ବେଳକୁ କଣ ହଉଛି? ତୁମେ କଣ ଜାଣିଛ କି? ମୁଁ କୁଆଡେ ୟାକୁ ଖୋଲିକିରି ଢାଳରେ ପୁରାଇ ସିନ୍ଦୁର ଦେଇ ପୂଜା କରୁଛି। ହୟ ତୁମେ ଜଣେ ଶିକ୍ଷିତ ଶିକ୍ଷକ, ତୁମ ଭିତରୁ ଅନ୍ଧବିଶ୍ୱାସ ଦୂର ହେଇନାହିଁ। ଆଗେ ନର ବଳି ଦିଆ ହଉଥିଲା, ଗଭର୍ଣ୍ଣମେଣ୍ଟ ବନ୍ଦ କଲା ବଳି, କାହିଁ ମା ଗୋଡେଇକିରି କାମୁଡି କାହିଁ ଯାଇନାହିଁ? ଅନ୍ଧବିଶ୍ୱାସ ନୁହଁ। କମେଇ ଦଉନାହାନ୍ତି। କୋଉଟା? ତେଣୁ ହଁ ଏତିକି ହେଲେ ତ ଚଳିବ। ଆଉ କଣ? ଇଏ ଦ୍ୱିତୀୟ ପାଳିରେ ମାଇକି ନହେଲେ ଚଳିବ। ମୋର କଣ କଣ୍ଠ ନାହିଁ ନା କଣ? ପ୍ରଥମ ପାଳିରେ ଦରକାର। ଏ ପୁଅ କଣ ଦେଖୁନା, ତୁ କଣ ଯାତ୍ରା ପାଟିରେ ଥିଲୁ କିରେ? ବସିରେ ସାର୍ କଣ କହୁଥିଲି? ଦକ୍ଷରାଜ ନନ୍ଦିନୀ ସାର୍ ଦେଖନ୍ତୁ, ଯୋଗ ବଳରେ ପ୍ରାଣବାୟୁକୁ ଉଡେଇ ଦେଲେ। ସାର୍ ତୁଳସୀଦାସ ରାମଚରିତ ମାନସ କହିଲା, ଇଏ ଅସକ ହି ଯୋଗ ଅଗ୍ନି ତନୁ ଶିବଙ୍କ ନିନ୍ଦା ସହି ନ ପାରି ଯୋଗ ବଳରେ ମା ଶରୀରରୁ ପ୍ରାଣବାୟୁକୁ ଉଡେଇ ଦେଲେ। ଇଏ ଗୁର୍ଜାଙ୍କ ଅନୁଷ୍ଠାନ ଯୋଉ ଖାଦ୍ୟ ଆମକୁ ଦଉଛନ୍ତି, ସେ ଖାଦ୍ୟକୁ ହଜମ କରୁଛି କିଏ? କହୁଛି ଗ୍ୟାସ ବଟିକା।
ଯାହାର ଅଗ୍ନି ମାନ୍ଦା ଥବ ସେ ସିନା ଗ୍ୟାସ ବଟିକା ଖାଇବ। ଜଠରାଗ୍ନି ଆପଣଙ୍କ ଭିତରେ ଯେତେବେଳେ କ୍ରୋଧ ସୃଷ୍ଟି ହବ ଆପଣଙ୍କର କ୍ରୋଧାଗ୍ନି, ବିରହାନଳ ବିରହ ଅଗ୍ନି, ଯୋଗ ଅଗ୍ନି, ଯୋଗ ଅଗ୍ନି ଦ୍ୱାରା ଶରୀରରୁ ପ୍ରାଣବାୟୁକୁ ଉଡ଼େଇ ଦେଲେ। କିନ୍ତୁ ଏ ଦୁନିଆରେ ସମସ୍ତଙ୍କର ସ୍ୱାମୀ ବଦଳିଛି, ସତୀଙ୍କର ସ୍ୱାମୀ ବଦଳିନି। ଦେଖନ୍ତୁ କାହିଁକି ଆଗ ଶିବ ପଛରେ ପାର୍ବତୀ? ସାର୍ ରାମ ବ୍ୟସ୍ତ ଥିଲେ ସୀତାଙ୍କୁ ବାହା ହେବେ ବୋଲି, ରାମ ଯେତିକି ବ୍ୟସ୍ତ ସୀତାଙ୍କୁ ବାହା ହେବାକୁ, କୃଷ୍ଣ ଯେତିକି ବ୍ୟସ୍ତ ରୁକ୍ମିଣୀ କି ବାହା ହେବାକୁ, ଶିବ ସେତେ ବ୍ୟସ୍ତ ନୁହେଁ। ଶିବଙ୍କ ପଛେ ପଛେ ପାର୍ବତୀ ଗୋଡେଇଛନ୍ତି, ଶିବ ପ୍ରକୃତି ପଛରେ ଗୋଡେଇ ନାହାନ୍ତି। ଦେଖନ୍ତୁ ଶିବଙ୍କର ପାର୍ବତୀଙ୍କ ସହିତ ମିଳନ ହେଇନି। ଶିବକୁ ପାଇବା ପାଇଁ ପାର୍ବତୀ ତପସ୍ୟା କରିଥିଲେ ନା ପାର୍ବତୀଙ୍କୁ ପାଇବା ପାଇଁ ଶିବ ତପସ୍ୟା କରିଥିଲେ? ପାର୍ବତୀ ତପସ୍ୟା କରିଥିଲେ। ଇଏ କୃଷ୍ଣ ନାରାୟଣଙ୍କର ଲକ୍ଷ୍ୟ ଥିଲା ରୁକ୍ମିଣୀକି ନେବା ପାଇଁ। ବିବାହ କର୍ମ କରିବା ପୂର୍ବରୁ ଦେବୀ ମନ୍ଦିରକୁ ଗଲା ବେଳେ ସେ ଉଠେଇ ନେଇ ଚାଲିଗଲେ, ନାଇଁ କି ଆଜ୍ଞା? ରୁକ୍ମିଣୀକି ହରଣ କଲେ ସେ। ତେଣୁ ରୁକ୍ମିଣୀକି ପାଇବା ପାଇଁ କୃଷ୍ଣଙ୍କର ଇଚ୍ଛା, ପ୍ରକୃତି ପଛରେ ସେ ଗୋଡେଇଛନ୍ତି। ସତ୍ୟ ଯୁଗରେ ଯିଏ ଥିଲେ ଲକ୍ଷ୍ମୀ, ତ୍ରେତା ଯୁଗରେ ସେ ସୀତା। ତାଙ୍କର ସ୍ୱାମୀ ବଦଳିଛି, ସ୍ତ୍ରୀ ବଦଳିଛି, ନା ବଦଳିଛି। ଦ୍ୱାପର ଯୁଗରେ ସେ ହେଲେ ରୁକ୍ମିଣୀ। ଦେଖନ୍ତୁ ଏ ଦୁନିଆରେ ଗୋଟିଏ ସ୍ତ୍ରୀ, ଗୋଟିଏ ନାରୀ, ସ୍ୱାମୀ ପରିବର୍ତ୍ତନ ନାହିଁ। ସ୍ୱାମୀ ଅଛନ୍ତି, ଥିଲେ, ଥିବେ। ତୁମେ ଯୋଉ କହିଲନି ରାମକୁ ଡାକନ୍ତି ଶିବ, ଏ ରାମ ଦଶରଥ ଘରେ ରାମ ବହୁତ ଦିନ ପରେ ଜନ୍ମ। ଶିବ କୋଉ କାଳର, ସେ ଆରାଧନା କରନ୍ତି ଆତ୍ମା ରାମ। ତେଣୁ କଲ୍ୟାଣ କଳ୍ପଦ୍ରୁମ ନାରାୟଣକୁ ସ୍ମରଣ କଲେ ସତୀ ଦେହ ଛାଡ଼ିବା ପୂର୍ବରୁ। ସେଇ ତୁଳସୀଦାସ ସତୀ ମରତ ହରିଶନ ବର ମାଗା, ସତୀ ମରତ ହରିଶନ ବର ମାଗା, ଜନମ ଜନମ ଶିବ ପଦ ଅନୁରାଗା। ତୁମ ପାଲା ଶୁଣୁନଥିଲି କି? ଖାଲି ଖାଲି ଗପରେ ଗପରେ ତୁମର ଚାଲିଗଲା। ସତୀ ମରତ ହରିଶନ ବର ମାଗା। ସତୀ ଧୀରେ ଧୀରେ ମାଗିଲେ ବର। ସତୀ ମରିବା ପୂର୍ବରୁ ବର ମାଗିଲେ। ସତୀ ମରତ ହରିଶନ ବର ମାଗା, ଜନମ ଜନମ ଶିବ ପଦ ଅନୁରାଗା। କହିଲେ ହେ ଠାକୁରେ, ଇଏ ଶରୀର ଅପବିତ୍ର ହେଇଯାଇଛି, ଏ ଶରୀର ମୁଁ ରଖିବି ନାହିଁ। ଇଏ ଆତ୍ମା ଆଉ ଯୋଉ ଶରୀରରେ ପ୍ରବେଶ କରିବ, ମୁଁ ଯୋଉ ରୂପରେ ଯୋଉ ପରିବାରରେ ଯୋଉଠି ଜନ୍ମ ନିଏ ନା କାହିଁକି, ସେ ଅନନ୍ୟ ସୁଲଭ ମୃତ୍ୟୁଞ୍ଜୟ ଶିବ ହେବେ ମୋର ସ୍ୱାମୀ। ସେ ସେଇଠି କହିଲେ ଶିବଙ୍କୁ ମୁଁ ବିବାହ କରିବି, ଶିବଙ୍କୁ ମୁଁ ବିବାହ କରିବି। ତେଣୁ ପ୍ରକୃତି ପଛରେ ଶିବ ଗୋଡେଇ ନାହାନ୍ତି। ଆଗ ଶିବ ଥିଲେ, ଅଛନ୍ତି, ପଛରେ ପାର୍ବତୀ। ନା କୁହନ୍ତୁ? ଏଠି ପ୍ରକୃତି ପୁରୁଷ ପଛରେ ଗୋଡେଇଛି। ତୁମେ କହୁଛ ଶିବ ଭଦ୍ର, ଶିବଙ୍କର ସବୁ ଅଛି। କଲା ଧୈର୍ଯ୍ୟଙ୍ଗସ୍ୟ ପିତା କ୍ଷମାଞ୍ଚ ଜନନୀ ଶାନ୍ତି ସ୍ଥିର ଗୃହିଣୀ ସତ୍ୟଂ ସୁନୁରୟଂ ଦୟାଚ ଭଗିନୀ ଭ୍ରାତା ମନ ସଜ୍ଜା ଭୂମି ତଳ ଦିଶୋପି ବସନ ଜ୍ଞାନାମୃତ ଭୋଜନ ଯସ୍ୟ ତେହି କୁଟୁମ୍ବିନ ବଦ ସଖେ ଦଶମାଦ ଭୟ ଯୋଗିନ। ପଣ୍ଡିତେ ଶୋକରେ ଏତେ ଭୁଲ ବାହାରିବନି ମ, ତୁମେ ଧରିଲା ପରି ଯସ୍ୟ ତେହି କୁଟୁମ୍ବିନ ବଦ ସଖେ କସମାଦ ଭୟ ଯୋଗିନ।
ये दुनिया रे जोगी की जोगीर क्या भय अच्छी आउ जी जोगी बेशे बुलुथब जोगी होई नथब ताकू बांधिकी घोषार ने शिवंकर बापा हूँ धैर्य जड़े जोगी हम धैर्य को बापा कर केते किए समालोचना करी धीरे धीरे धैर्य जस्य पिता क्षमा च जननी क्षमा हूँ माँ आपण भितर जदि क्षमा गुण नहीं हेलो बाड़िया पिता बापा पुओ घरे क्षमा गुण रहिबा दरकार आपण पाखरे मु भूल करछि आपण महत हेबे केतेबेले ना मते क्षमा कले क्षमा गुण को जे नाही उपमा ये जेहु कर सेहु करई क्षमा क्षमा गुणे गुणी हुआ क्षमा गुणे गुणी हुआ क्षमा गुणे गुणी हुआ क्षमा गुणे गुणी हुआ बड़ बोली शुभिब जगते बड़ बड़ बोली शुभिब जगते बड़ बोली शुभिब जगते बड़ बड़ बोली शुभिब जगते केते सिना सुना पुओ हे कांत कवि लक्ष्मीकांत महापात्र कवि खंजा ही थुआ ताले पंडिते क्षमा गुण को उपमा अच्छे तेणु जेहू क्षमा गुणे पर तिरस्कार उपेक्षा करई हबे शांति है गृहिणी आपण घर को जीवे जदि आपण स्त्री कहब हेरे बारी पोसा कहीं गोटे पाला देखा जाऊँ सरीगला सब जदि आपण जीवा परे राति निद्रा होती बोली किसी परिचर्या है आपण खुशी हे जो परिवार स्त्री शांति नहीं से परिवार नरक ना सी परिवार स्त्री होची किए शांति शांति स्थिर गृहिणी सत्यं सुनुरयं शिवंकर दुईटी पुओ से सत्य दया च भगिनी दया होची भौणी भौणी भाई प्रति जेतिकी दया करिवो स्त्री दया करिवो जम्मा दया च भगिनी भ्राता मन संयम भाई होची मन संयमर बल सज्जा भूमि तल शिवंकर बेडरूम किए भूमि श्मशान सज्जा भूमि तल शिवंक वस्त्र शिव लुगा पिंधंती आज्ञा शिव लुगा पिंधंती जे कहीं कौ लुगा दुकान रे मिलियो ये छिट घना घंटा आनी पकई शिव से श्लोक लेखा है सज्जा भूमि तल दिशोपी बसन ये 10 दिग हूँ शिवंक वस्त्र ज्ञानामृत भोजन यही फल ये खाइबे शिव छुईबे नहीं ये 3 दिन है थुआ पिंपुड़ी खाऊं ज्ञानामृत भोजन जस्य तेहि कुटुंबिनोस बद सके जहाँकर यही कुटुंब कस्माद भय जोगिन शिवंक पाखे भद्र भद्र अभद्र भी भद्र समस्ते भद्र शिव जेमती सेमती शिव बदलिबेनी आमर ये गायक सारे कहले शिव भद्र पाखे भद्र अभद्र पाखे अभद्र ये भूल सबू निजे करदेले पान जय जय तुम्हें हे शिव शंकर प्रभु शिव भगवान ये कि शिव विवाह हे पार्वती गुरु तो नहीं जदि आउ करे किछि अछि सारे काली की देवे बताई प्रकृति पछरे पंडित मंडली शिव तो धाई नाहंती काहीकि आगे रे प्रकृति रहिबो शिव आगरे थांती।